ଆପଣ ତ ପ୍ରେମ ବିରହ ନିର୍ଯାତନା ମାନେ ପାରିବାରିକ ବା ସାମାଜିକ କଥାବସ୍ତୁ ଆପଣଙ୍କର ପ୍ରତ୍ୟେକଟି ଉପନ୍ୟାସରେ ଭରପୁର। ହଁ ସବୁ ଯାକ ତେଣୁକରି ସେ ସମୟର ଯୋଉ ଝିଅ ବୋହୂ ମାନେ କେବେ ଆପଣଙ୍କର ଯୋଉ ଲେଖା ପଢିକି ଉଦ୍ବୁତ ହେଇଛନ୍ତି ବା ମନେ ପକେଇଛନ୍ତି, କିଏ କହିଛନ୍ତି ଆପଣଙ୍କୁ ମୁଁ ଏମିତି ଗୋଟେ ଅସୁବିଧାରେ ପଡିଥିଲି, ମୁଁ ଆତ୍ମହତ୍ୟା କରିବାକୁ ଯାଉଥିଲି କି ମତେ ନିର୍ଯାତନା ମିଳୁଥିଲା, ମୁଁ ଆପଣଙ୍କ ଲେଖା ପଢିକି ମୋ ମନକୁ ବୁଝେଇ ପାରିଛି, ସେମିତି କିଏ କହିଥିଲେ ସେତେବେଳେ? ଏକାଧିକ ଘଟଣା ଏଇଭଳି ଅଛି। ଗୋଟେ ଉଦାହରଣ ଗୋଟେ ଦିଅନ୍ତୁ। ଗୋଟେ ଗାଁରେ ସେତେବେଳେ ହେଲା କଣ, ଭାଗିରଥୀ ଦାସର ଲେଖା ଯୋଉ ବୋହୂ ଆଇଲା ବେଳେ ବାହା ହେଇକରି ସାଙ୍ଗରେ ନ ଆଣିଛି, ତା ବାକ୍ସରେ ନାହିଁ, ସିଏ ତାର ଘର କଣା ବିଷୟ କିଛି ଜାଣିନାହିଁ। ପଚରା ହୁଏ ତାକୁ, ଘର ପକ୍ଷ ପଚରା ଯାଏ, ତମେ ଭାଗିରଥୀ ଦାସର ଲେଖା ପଢିଛ ନା? କଣ ପଢିଛ? ନାଇଁ ଆଜ୍ଞା ତମେ ଠିକ ସେମିତି ହେଇପାରିବ? ଧରନ୍ତୁ ମୋର ଲେଖା ସୀତାପରି ଝିଅଟିଏ ଆଜ୍ଞା ଧରନ୍ତୁ, ଆଜ୍ଞା ଝିଅ ମୋର ବୋଲ କର, ଝିଅ ମୋର ବୋଲ କର, ଏଇସବୁ ଅଛି। ତା ଦେହରେ ସବୁ ଉପଦେଶ ଜିନିଷ ଥିଲା, ଶିକ୍ଷା। ମତେ ଗୋଟେ ଛୋଟ ଉଦାହରଣ ଟିକେ ଦିଅନ୍ତୁ। ଆଜ୍ଞା ମାଛଆଣ ସାହିତ୍ୟ, ସେ ତିନି ଭାଇ, ବାପା ଚାରି ଭାଇ, ବାପା ମରି ଯାଇଛନ୍ତି। ସେ ଚାହିଁଲେ ଭିନେ ହେଇଯିବା ପାଇଁ, ମାମୁଁ ସବୁ ଦାୟିତ୍ୱ ବୁଝନ୍ତି, ଭଲ ମନ୍ଦ ବାହାଘର ଅମୁକ ସମୁକ ଯାହା ଜଞ୍ଜାଳ ମାମୁଁ ସବୁ ବୁଝନ୍ତି। ଆଉ ପଇସା ପତ୍ର ସେମାନେ ଖର୍ଚ୍ଚ କରନ୍ତି, କିନ୍ତୁ ମାମୁଁର ଦାୟିତ୍ୱରେ ସବୁ କାମ ହୁଏ। କଥା ଯାଇ ମାମୁଁ ଉପରେ ପହଞ୍ଚିଲା, ବଡ ପୁଅ କହିଲା ମାମୁଁ ଆଉ ଭାଇମାନେ ସବୁ ଏମିତି କଥା ବୁଝୁନାହାନ୍ତି, ଏନେ ସେମିତି ଆମେ ଭିନେ ହେଇଯିବୁ। ନା ଭଲ କଥା, ଆଉ କଣ ଅଛି, ହଉ ମୁଁ ଆସିବି ରାତିକି। ଚାରି ଖଣ୍ଡି ଭାଇ ନୁହେଁ ଭଗବାନ ବୋଲି ମୋର ଗୋଟେ ବହି ଗୋଟେ ଅଛି, ଯେ ଭିନେ ହେବା ପାଇଁ ଜନ୍ମ ନୁହେଁ ଭାଇ, ମୋର ଗୋଟେ ବହି ଅଛି। ଚାରି ଖଣ୍ଡ ବହି କିଣିକି ଆଣିକି ଚାରି ଭାଇକି ଦେଲେ, ଚାରି ବୋହୂଙ୍କୁ ଦେଲେ, ତମେ ବୋହୂ ପଢିବ, ତମେ ଶୁଣ। ସବୁ ଅଲଗା ଅଲଗା ବସେଇ ଦେଲେ। ସ୍ତ୍ରୀ ପଢିବ, ସ୍ୱାମୀ ଶୁଣିବ। ସ୍ତ୍ରୀ ଯୋଉଠି କ୍ଲାନ୍ତ ହେଇପଡେ, ସେଠି ସ୍ୱାମୀ ପଢିବ, ସ୍ତ୍ରୀ ଶୁଣିବ। ଇଏ ପଢିବାର ଘଣ୍ଟା ଦେଢ ଘଣ୍ଟା ଭିତରେ ଇଏ କିଏ ଭାଇ ବୋହୂ, କିଏ ଭାଉଜ, କିଏ ଦିଅର, କିଏ ସ୍ୱାମୀ, କିଛି ଜଣାଶୁଣା ନାହିଁ। ସମସ୍ତେ କାନ୍ଦୁଛନ୍ତି ଭେଁ ଭେଁ ହେଇକି ଧରିକିରି, ନାଇଁ ମାମୁଁ ଆମେ ଆଉ ଭିନ୍ନ ହବୁନି। ସେ ଭଦ୍ରଲୋକ ସ୍ୱର୍ଗରେ ରହିଲେଣି। ସିଏ ଦିନେ ଆସି ପହଞ୍ଚିଲେ। ସେ ଆସିଥିଲେ ଗୋଟେ ପଣ୍ଡିତ ପାଖକୁ, ପଣ୍ଡିତ କହିଲେ ଆପଣଙ୍କ ଘର ପାଟଣିଆ, ଭାଗିରଥଙ୍କ ଘର ଏଇ ପାଟଣିଆରେ? ନା ହଁ। ନା ମୁଁ ଟିକେ ଦେଖା କରିକି ଯିବି। ସେ ଆସିଲା ବେଳକୁ ମୁଁ ଖଣ୍ଡେ ଗାମୁଛା ପିନ୍ଧିକିରି ଏଇଠି କଣ ଶାଗ ଫାଗ ଲଗଉଥିଲି। ସେ ଡାକି ପାଖରେ ପହଞ୍ଚିଲେ, କହିଲେ କାହିଁ ଡାକିଲେ, ଟିକେ ଦେଖିବା। ଏଇଟା ଶାଗ ବୁଣୁଛନ୍ତି, ଏଇ କଣ ସେଇ ଭାଗିରଥ? ନା ହଁ। ନା ଆଶ୍ଚର୍ଯ୍ୟ, ଇଏ କଣ ଗାମୁଛା ଖଣ୍ଡେ ପଡିଛି କାନ୍ଧରେ, ଗାମୁଛା, ଏତେ ବଡ ଲେଖକ, ଏସା ତେସା ଗପିଲେ ସବୁ। ମୁଁ ଆଜ୍ଞା ବୃତ୍ତି ମୋ କୋଷ କୁଟୁମ୍ବ, ମୁଁ ଜଣେ ଚାଷୀ ପିଲା, ଆଉ ସମୟ ତ ଅଛି, ଶାଗ ବୁଣିଲେ ଖାଇବା, ଖରାପ କଣ ହେଲା? ନା ନାଇଁ ଆଜ୍ଞା ବଢିଆ ହେଲା, ଯେ ମୁଁ ଟିକେ ଅଲଗା କଥା ଭାବିଥିଲି। ମୁଁ କହିଲି ଆପଣ ଭାବିଥିବେ ବୋଧେ ମୁଁ ବସିଥିବି ଚେୟାରରେ, ଗୋଟେ ବାଲିଶା ସାଙ୍ଗେ କୁକୁର ମୋ ପାଖରେ ଥବ, ଦିଟା ଚାକର ଥିବେ କଥା ଶୁଣିବା ପାଇଁ, ଷ୍ଟାଇଲରେ ବସିଥିବି, ଏଇଆ ତ ଭାବୁଥିଲେ ଆପଣ? ନା ଗୋଟେ ସେମିତି ଧାରଣା ମୋର ଥିଲା, ତାଙ୍କର ଚଣ୍ଡିଖୋଲ। ଆଉ ଦେଖିଲି ପ୍ରକୃତିରେ, ମୁଁ ଦେଖ ଭାଇ, ମୁଁ ପାନ ଖାଏ ନାହିଁ, ତେଣୁ ମୋ ପାଠକୁ ପାନ ଖାଇବା ମନା କରିଛି। ମୁଁ ମଦ ପିଏ ନାହିଁ, ତେଣୁ ମଦୁଆ ମଣିଷ ନୁହେଁ ବୋଲି ମୁଁ ବହି ଲେଖିଛି। ମୁଁ ଦୁଃଖୀ ଲୋକଙ୍କୁ ଭଲ ପାଏ, ତେଣୁ ଚାକର ହେଲେ ବି ମଣିଷ ବୋଲି ମୁଁ ଲେଖିଛି। ମୁଁ ଯାହା ଲେଖୁଛି ତାହା ମୁଁ କାର୍ଯ୍ୟରେ ପରିଣତ କରୁଛି। ପାନ ଖାଏ ନାହିଁ, ସିଗାରେଟ ଖାଏ ନାହିଁ, ବିଡ଼ି ଟାଣେ ନାହିଁ, ଗୁଡ଼ାକୁ ଘଷେ ନାହିଁ, ଚା ପିଏ ନାହିଁ, ମୋର କିଛି ମାନେ ନାହିଁ। ତେଣୁ ମୋ ପାଠକ ମାନେ ମୁଁ ଚାହେଁ ତମେ ଏମିତିଆ ହୁଅ। ଆଉ ମୁଁ ଯଦି ମଦ ପିଇବି, ପାଠକକୁ କଣ କହିବି? ନା ଆଜ୍ଞା ଆଇଥିଲି, ମୋ ଶ୍ରମ ସାର୍ଥକ ହେଇଗଲା, ଆଜ୍ଞା ମୋ କଥା ଟିକେ ଶୁଣନ୍ତୁ। ସେ ଠିଆ ହେଇକି ସେ ଗପିଲେ, କଥା କାନ୍ଦିଲେ। ଗୋଟେ ବହି ଯଦି ମଣିଷକୁ ବଦଳେଇ ଦେଇପାରେ, ବହି ତ ସବୁଠୁ ଜ୍ଞାନର ଭଣ୍ଡାର। ବୋଲେ ଜ୍ଞାନର ଭଣ୍ଡାର ନୁହଁ, ବହି ହଉଛି ମାନେ ଜ୍ଞାନର ଗନ୍ତାଘର। ତା ଭିତରେ ପଶିଗଲେ ଆପଣ ବାହାରି ପାରିବେନି। ଜ୍ଞାନର ଭଣ୍ଡାର, ଜ୍ଞାନର ସାଗର କୁହନ୍ତୁ। ଆଜ୍ଞା ବହୁତ ଏଇ ଯୋଉ ଯୁବପିଢି ଏବେ ଟିକେ ପଢାପଢି ପ୍ରତି ବିମୁଖତା ପ୍ରକାଶ କରୁଛନ୍ତି, ବିଶେଷ କରି ଗଳ୍ପ, କବିତା, ଉପନ୍ୟାସ ଏସବୁ ଟିକେ କମି କମି ଯାଉଛି, ୟାର କାରଣ କଣ? ବହୁତ ଦୁଃଖ ଏବଂ ଆଶଙ୍କା, ଭୟ ମଧ୍ୟ। କାରଣ ମାତୃଭାଷା ପ୍ରତି ଯିଏ ଉଦାସୀନ ରହିବ, ମାତୃଭାଷା ବଞ୍ଚିବ କେମିତି? ଫକୀରମୋହନ ସାର୍ ଏମିତି କଥା ପଢୁଛନ୍ତି ସମସ୍ତେ,
ଭାବିଛନ୍ତି ସେ କ'ଣ କହିଥିଲେ ତେମେ କ'ଣ କରୁଛ। ମଧୁବାବୁ କଥା କୁହନ୍ତୁ, ରାମଚନ୍ଦ୍ର ଦେବ, ମହାରାଜ କୃଷ୍ଣଚନ୍ଦ୍ର ଦେବ କୁହନ୍ତୁ, ଏସବୁ ଓଡ଼ିଆ ଭାଷା ପାଇଁ କେତେ ସଂଗ୍ରାମ କରିଥିଲେ। ଫକୀରମୋହନ ସେନାପତି ଆୱାର୍ଡ ପାଇଲି 24 ମସିହାରେ 25 ମକର ସଂକ୍ରାନ୍ତି ଆଜ୍ଞା ଆଜ୍ଞା ସାହିତ୍ୟଶ୍ରୀ ପୁରସ୍କାର। ଆଜ୍ଞା। ସେଠି ସେମାନେ ଏତେ ଖୁସି, ମାନେ ଦେଖିବା ପାଇଁ ମତେ ଲୋକ ପ୍ରାୟ 1000 ଲୋକ ଅପେକ୍ଷା କରିଛନ୍ତି ମତେ ଦେଖିବେ। ଆଜ୍ଞା। ମୁଁ ଗାଡିରୁ ଓହ୍ଲେଇ ନେଇ ଗାଡି ଘେରିଗଲି ଆସିକି। ଆଜ୍ଞା। ଯୋଉ ଆପଣଙ୍କର ଯୋଉ ମାନସ ସନ୍ତାନ, ଆପଣ ଯୋଉ 600 ଖଣ୍ଡ ବହିର ଲେଖକ, ସେ ସବୁ ଯାକ ପୁସ୍ତକ ଆପଣଙ୍କ ପାଖରେ ସଂଗୃହୀତ ଅଛି? ହଁ ଅଛି, ଗୋଟି ଗୋଟି କରି ଅଛି। ହଁ 517 ଉପନ୍ୟାସ ଅଛି ବର୍ତ୍ତମାନ। ଆଉ ପାଣ୍ଡୁଲିପି ଆକାରରେ ପ୍ରେସ ପାଇଁ 50 ଖଣ୍ଡ ରହିଲା, ଛପା ହେଲାନି ନା। କପିଳା ମତେ ଫେରାଇଲେ, ଦିଥର ଯାଇ ଚେଷ୍ଟା କଲି କପିଳା ନେଇଯିବି ବୋଲି, ସିଏ କହିଲା କୋଉଠି ଅଛି ଆମେ କହିପାରିବୁନି, ତାର ଆଦର ନାହିଁ, ଆଉ ତ ଛପା ହେଲାନି ଆଉ। ତାପରେ ନାଟକ ଗୁଡାକ ବି ସବୁ ନାହିଁ, କେତେ କେମିତି ପିଲା ମାଗିନେଲେ ଡ୍ରାମା କରିବେ ବୋଲି ଫେରାଇଲେନି। ଘରେ ତ ବୁଝନ୍ତି ନାହିଁ, ଦେଇଦିଅନ୍ତି, କିନ୍ତୁ ମୁଁ ବୁଝେ ନାହିଁ ଏମିତି ସବୁ। ବର୍ତ୍ତମାନ 600 ପାଖାପାଖି ବହି ଅଛି, ନିଜ ଯେତିକି ଲେଖିଛି ମୁଁ ସେଇ କପି ଖଣ୍ଡେ ଖଣ୍ଡେ ଅଛି। ଯତ୍ନରେ ନଷ୍ଟ ବି ହେଲାଣି କେତେକ, ତଥାପି ଚେଷ୍ଟା କରୁଛି ରଖିବା ପାଇଁ। ମୁଁ ଥିବା ଯାଏ ମୁଁ ଗଲା ପରେ କ'ଣ ହବ। ଏ ଯୋଉ ଆଉ ଗୋଟେ କଥା ମୁଁ ଆପଣଙ୍କୁ ଶୁଣି ଜାଣିବା ପାଇଁ ଚାହୁଁଛି, କାରଣ ସେତେବେଳର କଥା ଏବେକାର କଥା। ସେତେବେଳେ ଯୋଉ ଆପଣଙ୍କର ଯୋଉ ପୁସ୍ତକ ଯୋଉ ଆପଣଙ୍କର ପବ୍ଲିସର ମାନେ ନଉଥିଲେ ଛପେଇବା ପାଇଁ, ସେମାନେ କ'ଣ ପାରିଶ୍ରମିକ ଦଉଥିଲେ ଆପଣଙ୍କୁ? ହଁ, ପାରିଶ୍ରମିକ ଦିଅନ୍ତି ସେମାନେ। ମୁଁ ପାରିଶ୍ରମିକ କଥା 1960 ମସିହାରେ, 60 ମସିହା ନଭେମ୍ବର, ମୁଁ ମା ଶାରଳାଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେଲି। ବୁଝିଲେ ଆଜ୍ଞା, ମା ମତେ ଆଶୀର୍ବାଦ କରି ଆଉଁସି ଦେଲେ ଏବଂ କହିଲେ ମୁଁ ତୋ ପାଇଁ କରିଦେଇଛି ବ୍ୟବସ୍ଥା, ତୁ ବ୍ୟସ୍ତ ହଅନା, ସବୁ ଠିକ ହେଇଯିବ। ମୋ ମୁଣ୍ଡରେ ହାତ ଆପଣ ମାନେ ମାଙ୍କର ଆଶୀର୍ବାଦ। ବହିର ସାର୍, ବହିର ରୟାଲିଟି ଏବେ ମିଳୁଛି? ରୟାଲିଟି ମୋଟେ ମିଳିଲାନି। ସେ ଆଜ୍ଞା କଥା କ'ଣ ଜାଣନ୍ତି, ମୋର ପ୍ରକାଶକ ମାନେ ସାଧାରଣ ପ୍ରକାଶକ, ସବୁ ଛୋଟ ପ୍ରକାଶକ, ଧର୍ମହନ୍ତ ଷ୍ଟୋର ଆଉ ସରସ୍ୱତୀ ବିଦ୍ୟାଭଣ୍ଡାର, ଏ ଦିଟା ବଡ, କୋହିନୂର ପ୍ରେସ, ଏମାନେ କେତେ ଛାପିଥିଲେ, ସେମାନେ ଖୁସି ହେଇ ଦିଅନ୍ତି। ମୁଁ ପଇସା କେବେ ମାଗେନି, କାରଣ ମାଙ୍କର ଆଶୀର୍ବାଦ। ମୁଁ ଯିଏ ଦେଇଛି କପି, କିଏ 300, କିଏ 500, କିଏ 1000, ଯିଏ ଯା ଦେଲା ଶକ୍ତିକୁ ଅନେଇକିରି। ମୁଁ ସେଇ ଆଗରେ ମୋ ପଇସା ଡିମାଣ୍ଡ ମୁଁ କରୁନାହିଁ। ଏମିତିକି ଅପରାଧ ଆପଣଙ୍କର ଯୋଉ ଏତେ ବହି ଲେଖିବା ଭିତରେ ଆପଣଙ୍କୁ ସେ ପୁସ୍ତକ ବାବଦରେ କେତେ ଅର୍ଥ ପ୍ରାପ୍ୟ ହେଇଛି ନା ନାଇଁ? 600 ବହି ଲେଖକ ସବୁ ପଇସା ଦେଇଛନ୍ତି, ସବୁ କିଛି କିଛି ପଇସା ଦେଇଛନ୍ତି। ସେ 500, 300, 400, ସେତେବେଳେ 500 300 ଟଙ୍କା? 500 ବହୁତ ଟଙ୍କା ସିଏ। ଆଜ୍ଞା, 500 ଟଙ୍କା ବହୁତ ଟଙ୍କା ସିଏ। ସେତେବେଳେ 500 ଟଙ୍କା ଦଉଥିଲେ, ମୋ ଦରମା ଥିଲା 120 ଟଙ୍କା। ଆଜ୍ଞା, ମାନେ ଦରମା ଠାରୁ ଅଧିକା ଥିଲା। ଗୋଟେ ମାସର ଦରମା ଠାରୁ ଆପଣଙ୍କର ମାସରେ ମୁଁ 3 ଖଣ୍ଡ ବହି ଲେଖିଦେବି, 4 ଖଣ୍ଡ ଲେଖିଦେବି। କେମିତି ଠାକୁର ଏମିତି ଆଶୀର୍ବାଦ କରନ୍ତି? ଏମିତି ଆଶୀର୍ବାଦ ମାଙ୍କର ଗୋଟେ ଅଛି। ମାସକୁ 3ଟା ବହି, ଗୋଟେ ଅସମ୍ଭବ କଥା। ପୁଣି ଉପନ୍ୟାସ ନିହାତି 300 ପେଜ, ଆଉ ମୁଁ 300 ପେଜ ଲେଖିଦେବି, ଖୁସିରେ ଲେଖିଦେବି। ଆପଣ ଯୋଉ ସାଧନାର ପୀଠ ସବୁ କୋଉଠି କୋଉଠି ଥିଲା, ଆପଣ କୋଉଠି ସବୁ ଲେଖୁଥିଲେ? ମୁଁ ଦେଖିଥିଲି ଗୋଟେ ଭିଡିଓରେ, ଗୋଟେ ଆପଣଙ୍କର ବାପାଙ୍କର ଗୋଟେ ଏଇ ସମାଧି ପାଖରେ ବସିକିରି ଲେଖୁଛନ୍ତି, ସେଇଟା ଟିକେ ଆମକୁ ଦେଖେଇବେ? ଏ ସମାଧି ପାଖରେ ସେଇଠି ଅଛି। ଆମେ ଯିବା ସେଇଠିକି, ଟିକେ ଯିବା।